ପିଲାମାନେ ତୁମେ ଭଲ ଅଛ? ହଁ, ତୁମେ ନିଶ୍ଚୟ ଭଲ ଥିବ। ମୁଁ ଧନେଶ୍ୱର ମଙ୍ଗରାଜ ତୁମମାନଙ୍କୁ ଆଜିର ପାଠପଢ଼ା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ପିଲାମାନେ, ଆମେ ଆଜି ଦ୍ୱିତୀୟ ଶ୍ରେଣୀର ଭାଷା ପ୍ରସଙ୍ଗ ଶୁଆର ଥଣ୍ଟ କୋଇଲିର କଣ୍ଠ ପାଠ 6ର ଭାଗ 3କୁ ପଢ଼ିବା। ଆମେ ଶୁଆର ଥଣ୍ଟ କୋଇଲିର କଣ୍ଠ ଗୀତର ତୃତୀୟ ଭାଗଟିକୁ ଆସ ପଢ଼ିବା। ମୁଁ ତୃତୀୟ ଭାଗଟିକୁ ଗପର ପଢ଼ୁଛି, ତୁମେମାନେ ମନ ଧ୍ୟାନ ଦେଇ ଶୁଣ। ସବୁ ଛୁଆ ମେଣ୍ଟ ହୋଇ ପଚାରିଲେ, ସତେ ନା କ'ଣ? ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ଏତିକି ବେଳେ ସବୁଠୁ ସାନ ଶୁଆଟି କହିଲା, ମା ମା ନାନୀକି କହୁନୁ ସେ ଗୋଟେ ଗୀତ ଗାଉ। ଗପ ଭଲ ଲାଗିଲା ନା? ହଁ, ତୁମମାନଙ୍କୁ ଗପ ଭଲ ଲାଗିଥିବ। ମୁଁ ଏ ଗପ ବିଷୟରେ କିଛି ପଚାରିବି, ତମାନେ ମନେ ରଖିଛ କି ନାହିଁ ଜାଣିବା। ମନ ନାହିଁ ଟିକେ ଟିକେ? ହଉ ଠିକ୍ ଅଛି, ଆଉ ଥରେ ପଢ଼ିବି। ହଁ, ମୁଁ ଆଉ ଥରେ ଗପଟି କହିଦେଉଛି, ତୁମେମାନେ ମନ ଧ୍ୟାନ ଦେଇ ଶୁଣ। ତାପରେ ମୁଁ ତୁମ ସହିତ ଗପ ବିଷୟରେ କଥା ହେବି। ସବୁ ଛୁଆ ମେଣ୍ଟ ହୋଇ ପଚାରିଲେ, ସତେ ନା କ'ଣ? ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ଏତିକି ବେଳେ ସବୁଠୁ ସାନ ଶୁଆଟି କହିଲା, ମା ମା ନାନୀକି କହୁନୁ ସେ ଗୋଟେ ଗୀତ ଗାଉ। ଏଥର ମନେ ରହିଲା ତ? ହଁ, ଏଥର ମନେ ରହିଲା। ଏବେ ଆମେ ଗପଟିକୁ ଟିକେ ବୁଝିବା। ଦେଖ, ଏଠି ଶୁଆର ପରିବାର ଲୋକ ଅଛନ୍ତି। ଏଇ ସବୁ ଶୁଆ ପରିବାର ଲୋକଙ୍କ ଭିତରୁ ସବୁ ଛୁଆ ମେଣ୍ଟ ହୋଇ ପଚାରିଲେ, କ'ଣ? ସତେ ନା କ'ଣ? ମାନେ ଯେଉଁ ଶୁଆର ପରିବାର ଥିଲେ ସମସ୍ତେ ମା ଶୁଆକୁ ପଚାରିଲେ, ସତେ ନା କ'ଣ ଆମେ ରାତିରେ ଲଣ୍ଠନ ଧରି କୋଇଲିର ପରିବାର ଘରକୁ ଯାଉଥିଲେ କ'ଣ ଗୀତ ଶୁଣିବା ପାଇଁ? ଆଉ ସେମାନେ କ'ଣ ଆମ ଘରକୁ ଆମର ନାଲି ଥଣ୍ଟ ଦେଖିବାକୁ ଆସୁଥିଲେ? ଏ କଥା କ'ଣ ସତ? ବୋଲି ସବୁ ଛୁଆ ମାନେ ପଚାରିଲେ ତାଙ୍କର ମା ଶୁଆକୁ। ଆଗକୁ କ'ଣ ହେଇଛି ଦେଖିବା। ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ଶୁଆମାନେ ଯାହା ପଚାରିଥିଲେ ଯେ ଆମେ ଯେଉଁ ରାତିରେ ଲଣ୍ଠନ ଧରି ଗୀତ ଶୁଣିବା ପାଇଁ କୋଇଲି ଘରକୁ ଯାଉଥିଲୁ, ଆଉ କୋଇଲି ଯେଉଁ ପରିବାର ଲୋକମାନେ ଆମ ଘରକୁ ଆମର ନାଲି ଥଣ୍ଟ ଦେଖିବାକୁ ଆସୁଥିଲେ, ଯେଉଁ କଥା ମା କହିଥିଲା, ପିଲାମାନେ ଯେଉଁ ପ୍ରଶ୍ନ ପଚାରିଥିଲେ ସତେ ନା କ'ଣ, ତାର ମା ଶୁଆ ମୁଣ୍ଡ ହଲାଇ ହଁ କହିଲା। ଆଗକୁ ଦେଖିବା ଗପରେ କ'ଣ ଅଛି। ଏତିକି ବେଳେ ସବୁଠୁ ସାନ ଶୁଆଟି କହିଲା, ମା ମା ନାନୀକୁ କହୁନୁ ସେ ଗୋଟେ ଗୀତ ଗାଉ। ଯେଉଁ ସାନ ଶୁଆଟିଏ ଥିଲା ସେ କ'ଣ କଲା ନା, ଯେତେବେଳେ ଆମର କ'ଣ ହେଇଛି ନା ଶୁଆ ଆସିଛି, କୋଇଲି ଆସିଛି ଶୁଆ ଘରକୁ, ସେତିକି ବେଳେ ମା ଠାରୁ କୋଇଲିର ପରିବାର କଥା ଶୁଣି ସାନ ଶୁଆଟି କହୁଛି ଯେ, ମା ମା ନାନୀକୁ କହୁନୁ ସେ ଗୋଟେ ଗୀତ ଗାଉ। ଯେହେତୁ ଆମେ ସେତେବେଳେ ଆଗରୁ ଆମ ଘରର ଲୋକମାନେ କୁଆଡ଼େ ଯାଉଥିଲେ ନା କୋଇଲିର ପରିବାର ଲୋକକୁ ଯାଉଥିଲେ ଗୀତ ଶୁଣିବା ପାଇଁ। ନାନୀ ତ ବର୍ତ୍ତମାନ ଆମ ଘରକୁ ଆଇଛି, ତେଣୁ ନାନୀକି କୁହ ସେ ଗୋଟେ ଗୀତ ଗାଉ। ଏବେ ଗପ ବିଷୟରେ ଆଲୋଚନା କଲେ, ଗପକୁ ପଢ଼ିଲେ ଏବଂ ଚିତ୍ର ସହିତ ଦେଖିଲେ ଏବଂ ବୁଝିଲେ। ଏବେ ଦେଖିବା ଗପ କେତେ ବୁଝିଛି। ମୁଁ ତୁମମାନଙ୍କୁ କିଛି ପ୍ରଶ୍ନ ପଚାରୁଛି, ତୁମମାନେ ତାର ଉତ୍ତର ଦେବ। କିଏ ମୁଣ୍ଡ ହଲାଇ ହଁ କଲା? ଏ ଗପରେ କିଏ ମୁଣ୍ଡ ହଲାଇ ହଁ କଲା? ମନେ ପକା, ମୁଁ ଯେତେବେଳେ ଗପ କହୁଥିଲି ଚିତ୍ର ସହିତ ଦେଖେଇକି ବୁଝଉଥିଲି, ସେତେବେଳେ କିଏ ମୁଣ୍ଡ ହଲାଇ ହଁ କଲା? ହଁ, ଠିକ୍ କହିଲ, ମା ଶୁଆ ମୁଣ୍ଡ ହଲାଇ ହଁ କଲା। ତାପରେ ଦେଖିବା, କିଏ ନାନୀକୁ କୁହ ଗୀତ ଗାଇବ? କିଏ କହିଲା ନାନୀକି କୁହ ଗୀତ ଗାଇବ? ମନେ ପକାଅ, ଗପରେ କିଏ କହିଛି କାହାକୁ ଗୀତ ଗାଇବା ପାଇଁ? ମନେ ପଡ଼ୁନି? ଆଉ ଟିକେ ମନେ ପକାଅ, ତୁମେ ମନେ ପକାଅ। ହଁ, ଠିକ୍ କହିଲ, ସାନ ଶୁଆ ତା ମା ଶୁଆକୁ କହିଲା ଯେ କୋଇଲି ନାନୀକୁ କୁହ ଗୋଟେ ଗୀତ ଗାଉ। ସାନ ଶୁଆ କାହାକୁ କହିଲା ନାନୀକୁ ଗୀତ ଗାଇବାକୁ କହିବା ପାଇଁ? ହଁ, ମନେ ପକାଅ, ମା ଶୁଆକୁ କହିଲା। ସାନ ଶୁଆଟି ତାର ମା ଶୁଆକୁ କହିଲା ନାନୀକୁ କୁହ ଗୋଟିଏ ଗୀତ ଗାଇବ। ତମାନେ ଠିକ୍ ବୁଝିଛ, ଗପକୁ ମନେ ରଖିଛ। ଏବେ ଦେଖିବା ଏବଂ ଏ ଯେଉଁ ଅନେକ ଗୁଡ଼ିଏ ଚିତ୍ର ଆସିବ, ସେ ଚିତ୍ର ଗୁଡ଼ିକର ନାମ ଆମେ କହିବା।
ଏବେ ଦେଖ এই ଚିତ୍ରଟିକୁ ଦେଖ ରାତିରେ ସମୟର ଚିତ୍ର এই ଚିତ୍ରରେ କ'ଣ ଦେଖୁଛ ତମ ଘରେ ଅଛି ହଁ ନଷ୍ଟ ହୋଇଯାଇଛି କି ବ୍ୟବହାର ହେଉନି ହଁ ଆମେ ଆଗେ ଏଇଟାକୁ ରାତିରେ ବ୍ୟବହାର କରୁଥିଲେ ଆ ନାଁ କ'ଣ ଲଣ୍ଠନ ହଁ ଠିକ କହିଲ ଏଇଟା କି ଦେଖିଛ ହଁ ତମେ ଖାଇଛ ଆ ନାଁ କ'ଣ ହଁ ଆଖୁ ଯେ ଚିତ୍ରରେ ଯୋଉଟା ଦେଖାଯାଇଛି ଆ ନାଁଟା କ'ଣ ହଁ ଗଣ୍ଠି ଠିକ କହିଲ ଏବେ ଦେଖ ଇଏ ଗୋଟେ ଆମ ଶରୀରର ଅଂଶ ଆମ ଆ ନାଁକୁ ମନେ ପକାଅ ତମେ କ'ଣ କହ ହଁ ଆଣ୍ଠୁ ଏଇଟା ଦେଖ ଆମ ଦେହ ଯେତେବେଳେ ଖରାପ ହେଇଯାଏ ଆମ ମା ତାଙ୍କୁ ଗୁଣ୍ଡ କରି ଗରମ ପାଣିରେ ଖାଇବାକୁ ଦିଅନ୍ତି ଆ ନାଁ କ'ଣ ହେଇଥିବ ମନେ ପକାଅ ହଁ ଶୁଣ୍ଠି ଆମେ ଚିତ୍ର ଦେଖିଲେ ଚିତ୍ର ଗୁଡ଼ିକରୁ ଆମେ କ'ଣ କଲେ ତାଙ୍କ ଗୁଡ଼ିକର ନାମ ଗୁଡ଼ିକ କହିଲେ ଏବଂ ଶବ୍ଦ ଗୁଡ଼ିକ ପଢ଼ିଲେ ନା ନାହିଁ ଏବେ ଦେଖିବା କିଛି ଆମେ ଶବ୍ଦ ପଢ଼ିବା ସେଇ ଶବ୍ଦରୁ ଯେଉଁ ଅଣ୍ଠ ଯୁକ୍ତ ଆକ୍ଷରକୁ ଆମେ ଚିହ୍ନିବା ଯେମିତି ଶବ୍ଦ ହେଲା କଣ୍ଠ କଣ୍ଠସ୍ଥ କଣ୍ଠ ରୋଗ କଣ୍ଠ ସମ୍ମାନ କଣ୍ଠି ଲୁଣ୍ଠନ କଣ୍ଠ ନଳୀ କଣ୍ଠ ବନ୍ଧନ ଆମେ ଶବ୍ଦ ଗୁଡ଼ିକ ପଢ଼ିଲେ ଆମେ ଏଇ ଯେଉଁ ଶବ୍ଦ ଗୁଡ଼ିକ ପଢ଼ିଲେ এই ଶବ୍ଦ ଗୁଡ଼ିକରୁ ଆମେ କ'ଣ କରିବା ଆଉ ଥରେ ପଢ଼ିବା ଏବଂ ସେଠୁ ଯେଉଁ ଅଣ୍ଠ ଯୁକ୍ତ ଆକ୍ଷରକୁ ଆମେ ଚିହ୍ନିବା କଣ୍ଠ ଦେଖ ଯୋଉଠି ତୀର ଅଛି ସେଟା ହେଉଛି କ'ଣ ଅଣ୍ଠ ସେମିତି କଣ୍ଠସ୍ଥରେ ଦେଖିବା କଣ୍ଠସ୍ଥ ଦେଖ ତୀର କୋଉଠି ଅଛି ତୀର ଯୋଉଠି ଅଛି ସେଇଟା ହେଉଛି ଅଣ୍ଠ ତାପରେ ଦେଖିବା କଣ୍ଠ ରୋଗ ତୀର କୋଉଠି ଅଛି ଦେଖ ଅଣ୍ଠ ତାପରେ କଣ୍ଠ ସମ୍ମାନ ଦେଖ କୋଉଠି କଣ୍ଠ ଅଛି ହଁ ତୀର ଯୋଉଠି ଅଛି ସେ ହେଉଛି ଅଣ୍ଠ କଣ୍ଠି ଦେଖ ତୀର କୋଉଠି ଲାଗିଛି ଅଣ୍ଠି ପାଖରେ ଲାଗିଛି ସେଇଟା ହେଉଛି ଅଣ୍ଠ ଯୁକ୍ତ ଆକ୍ଷର ଲୁଣ୍ଠନ ଦେଖ ମଝିରେ ଲାଗିଛି ତୀର ସେଇଟା ହେଉଛି ଅଣ୍ଠ ଯୁକ୍ତ ଆକ୍ଷର ତାପରେ ଦେଖିବା କଣ୍ଠ ନଳୀ ଦେଖ ଯୋଉଠି ତୀର ଦିଆଯାଇଛି କଣ୍ଠ ନଳୀରେ ସେଇଟା ହେଉଛି ଅଣ୍ଠ ଯୁକ୍ତ ଆକ୍ଷର କଣ୍ଠ ବନ୍ଧନ ଯୋଉଠି ତୀର ଦିଆଯାଇଛି ସେଇଟା ହେଉଛି କ'ଣ ଅଣ୍ଠ ଯୁକ୍ତ ଆକ୍ଷର ଆମେ ଏଥିରୁ କ'ଣ ଜାଣିଲେ ନା ଶବ୍ଦ ଗୁଡ଼ିକ ପଢ଼ିଲେ ଶବ୍ଦରୁ ଆମେ ଅଣ୍ଠ ଯୁକ୍ତ ଆକ୍ଷରକୁ ଚିହ୍ନିଲେ ଯେଉଁ ଗୁଡ଼ିକ ହଳଦିଆ ରଙ୍ଗ ହେଇଛି ଏବଂ ତୀର ଦିଆଯାଇଛି ତାକୁ ଆମେ ଅଣ୍ଠ ଯୁକ୍ତ ଆକ୍ଷର ବୋଲି ଜାଣିଲେ ଆମେ ଏବେ ଉପଯୁକ୍ତ ବିରାମ ଚିହ୍ନ ଲଗାଇ ପଢ଼ିବା ଦେଖ ଗୋଟେ ବାକ୍ୟ ଆସିଛି ତୁମେ ଲଣ୍ଠନ ଦେଖିଛ କି ଏଇ ଯେଉଁ ବାକ୍ୟରେ ବନ୍ଧିନୀ ମଧ୍ୟରେ ଯେଉଁ ତିନିଟା ଚିହ୍ନ ଅଛି କ'ଣ କ'ଣ ଚିହ୍ନ ଅଛି ନା ପ୍ରଶ୍ନବାଚକ ଆଉ ପୂର୍ଣ୍ଣଚ୍ଛେଦ ବିସ୍ମୟ ସୂଚକ ଚିହ୍ନ ଏଇ ଯେଉଁ ତିନୋଟି ଚିହ୍ନ ଅଛି ଆମେ ଏଠି କ'ଣ ଲଗେଇ ପାରିବା ଦେଖ ଚିନ୍ତା କର ଦେଖିବା ହଁ ତୁମେ ଲଣ୍ଠନ ଦେଖିଛ କି ଏଇଟା କି ପ୍ରକାର ବିରାମ ଚିହ୍ନ ଲାଗିବ ନା ଏଠି ଆମର ପ୍ରଶ୍ନବାଚୀ ବିରାମ ଚିହ୍ନ ଲାଗିବ ସେଇଭଳି ଆମେ ଦ୍ୱିତୀୟଟାରେ ଦେଖିବା ଶୁଆର ଥଣ୍ଟ ନାଲି ଆମେ ଏଠି କେଉଁ ଏ ଯେଉଁ ବନ୍ଧିନୀ ମଧ୍ୟରେ ଯେଉଁ ତିନୋଟି ଚିହ୍ନ ଅଛି ପ୍ରଶ୍ନବାଚୀ ପୂର୍ଣ୍ଣଚ୍ଛେଦ ଏବଂ ବିସ୍ମୟ ସୂଚକ ବିରାମ ଚିହ୍ନ ଯେଉଁ ତିନୋଟି ଅଛି ଆ ଭିତରୁ ଆମେ ଏଠି କ'ଣଟା ଲଗେଇ ପାରିବା ହଁ ଠିକ କହିଲ ଶୁଆର ଥଣ୍ଟ ନାଲି ଗୋଟେ ବାକ୍ୟରେ ପୂର୍ଣ୍ଣଚ୍ଛେଦଟି ଲାଗିବ ଏବେ ଆମେ ଦେଖିବା ଗୋଟେ ବାକ୍ୟ ଆସୁଛି ଆହା କି ସୁନ୍ଦର ତାହେଲେ ଏଇ ଯେଉଁ ବନ୍ଧିନୀ ଭିତରେ ଦେଇଛି ତିନୋଟି ବିରାମ ଚିହ୍ନ ଏଥିରୁ କେଉଁ ବିରାମ ଚିହ୍ନଟି ଲାଗିବ ନା ବିସ୍ମୟ ସୂଚକ ବିରାମ ଚିହ୍ନ ଲାଗିବ ଆହା କି ସୁନ୍ଦର ଏବେ ଆସ କିଛି ପ୍ରଥମ ଘରୁ ଆଉ ଦ୍ୱିତୀୟ ଘରେ କିଛି ଅକ୍ଷର ଲେଖାଯାଇଛି
प्रथम घरे जमती पे गु पे स लिखाई द्वितीय घरे द्विताक्षर गुजिक अंठ 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 ठी लिखाई आम प्रथम घर गोटे नवा अक्षर एवं द्वितीय घरे थिबा जुक्ताक्षर को नहीं शब्द तैयारी करिबा एवं से शब्द गुडी को पढ़िबा जेंति प्रथम घरु पे नेले द्वितीय घरु कौन नेले अंठ कौन ला पेंठ सेहीपरि प्रथम घरु नवा गु द्वितीय घरु नवा अंठ कौन हम गुंठ से भरी प्रथम घरु नवा पे द्वितीय घरु नवा कौन अंठी कौन है देख पेंठी से भरी प्रथम घर स द्वितीय घर कौन है अंठ कौन है संठ एबे आस आमे जो आज गपटीए पढ़िले आज आमे कौन शिखिले ए गपरु ना अंठ जुक्ताक्षर को चिन्हिले आमे विभिन्न प्रकार शब्द देखिथिले एवं सेतरे तीर देकी एवं हलदिया रंग देई आमे जो शब्द रे अंठ जुक्ताक्षर को आमे चिन्हिले तापरे कौन होईची ना अंठ जुक्ताक्षर शब्द गढ़िले एवं पढ़िले आम जमी गोटे प्रथम घरु और द्वितीय घरु अक्षर नहीं आम अंठ जुक्ताक्षर थिला द्वितीय घरे ताकू नेले एवं शब्द कले एवं ताकू पढ़िले विराम चिन्हर व्यवहार कले जमती आम बंधिनी मध्य गोटे वाक्य दिया बंधिनी मध्य 3टी विराम चिन्ह दिया से मध्य आम जो प्रश्नवाची पूर्णच्छेद एवं आउ गोटे दिया विस्मय सूचक चिन्ह से विराम चिन्ह गुड़ी आम वाक्य व्यवहार कले आउ कौन कले ना प्रसंग आधारित सरल प्रश्नर उत्तर देले आमे जो कथा होतिले मौखिक प्रश्नर उत्तर देउथिले एवं प्रसंगर उद्देश्य संपर्क रे कथा हेले ओ आलोचना कले एबे तुम पाई कौन काम अछि जानिबा ना अंठ शब्द थिबा जेकोसी पुराणा बही किंबा खबर कागज रु खोजी ताहाकू खातारे लेखिकरी आनिबो खुशी रे शिखिबा समस्तंकर अधिकार। नमस्कार।